ଯେକୌଣସି ସୋସିଆଲ ମିଡ଼ିଆ ଖୋଲନ୍ତୁ ନା କାହିଁକି ଦେଖିବେ ସବୁଠି ଚର୍ଚ୍ଚା ଜେଫ୍ରି ଏପଷ୍ଟାଇନ୍ଙ୍କ କଥା। ଜେଫ୍ରି ଏପଷ୍ଟାଇନ୍ ଫାଇଲ୍ ଏବେ ଖୋଲିଛି। ବିଭିନ୍ନ ମହଲରେ ଦହଶତ ଖେଳିଯାଇଛି। ଆମ ଭାରତରେ କେବଳ ନୁହେଁ, ସାରା ଦେଶରେ ଅର୍ଥାତ୍ ପୃଥିବୀ ସାରରେ ସବୁଠି ଚର୍ଚ୍ଚା ଏପଷ୍ଟାଇନ୍ଙ୍କ ଫାଇଲ୍ କଥା। ସେ ଫାଇଲ୍ରେ ଏମିତି କ'ଣ ଅଛି କି? ଢେର ଗୁଡ଼ାଏ ଅଛି କଥା। ଏପଷ୍ଟାଇନ୍ ଜଣେ ନାବାଳକ ଧର୍ଷଣକାରୀ, ହତ୍ୟାକାରୀ ଏବଂ ରକ୍ତ ପିପାସୁ ଜଣେ ଦୁର୍ଦ୍ଧର୍ଷ ରାକ୍ଷସ। କେତେ ଯେ ପିଲାମାନଙ୍କର ସେ ଜୀବନ ନେଇଛି ଏବଂ କେତେ ଯେ ପିଲାମାନଙ୍କର ରକ୍ତ ପିଇଛି ଏପର୍ଯ୍ୟନ୍ତ ତା'ର ହିସାବ ନାହିଁ। ଛୋଟ ଶିଶୁଠାରୁ ଆରମ୍ଭ କରୁ 17 ବୟସ ପର୍ଯ୍ୟନ୍ତ ରମଣୀଙ୍କର ରକ୍ତରେ ସେ ବୁଲି ଖେଳିଛି। ସିଏ ଏକା ନୁହେଁ, ତା ସହିତ ଅନେକ ଦେଶର ବଡ଼ ବଡ଼ ନେତା, ମନ୍ତ୍ରୀ, ଶିଳ୍ପପତି, କଳାକାର ସାମିଲ ଅଛନ୍ତି। ସେସବୁ ଲେଖା କେବଳ ମୁଁ ମନରେ କହୁନାହିଁ, ଏପଷ୍ଟାଇନ୍ ଫାଇଲ୍ରେ ସବୁ ଇମେଲ୍ରେ ରହିଛି। ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ତେବେ ଗୁଗଲ୍ରେ ଯାଇକି ଟାଇପ୍ କରନ୍ତୁ jmail.world jmail.world world ଟାଇପ୍ କରିକି ସର୍ଚ୍ଚ କରିଦିଅନ୍ତୁ। ଏପଷ୍ଟାଇନ୍ଙ୍କ ଫାଇଲ୍ର ଜିମେଲ୍ ଖୋଲିଯିବ। ଆପଣ ନିଜେ ଦେଖିପାରିବେ ସବୁ ଜିମେଲ୍ କାହା ପାଖକୁ କେତେ ସମୟରେ କେଉଁ ବର୍ଷ କ'ଣ ସବୁ ଆଦାନ ପ୍ରଦାନ କରାଯାଇଛି, ବାର୍ତ୍ତାଳାପ କରାଯାଇଛି, ସେସବୁ ଆପଣ ଦେଖିପାରିବେ। ଆଉ ଭିଡ଼ିଓ ଆଉ ଛବି ବି ଦେଖିପାରିବେ। ସେଥିରୁ ଆପଣ ଜାଣିପାରିବେ ଯେ ଏପଷ୍ଟାଇନ୍ କିଏ ଆଉ କ'ଣ ପାଇଁ ଦେଶ ଦୁନିଆରେ ତାଙ୍କ ନାମ ଚର୍ଚ୍ଚା ହେଉଛି। ଏପଷ୍ଟାଇନ୍ ଜଣେ ଆମେରିକାର ଜଣେ ଲୋକ। ଅତି ଗରିବରୁ ସେ ଶିଳ୍ପପତିରୁ ସେ ସେକ୍ସ ଦୁନିଆର ଜଣେ ବାଦଶାହ ବା କଳଙ୍କିତ ଦୁନିଆର ଜଣେ ବାଦଶାହ ବୋଲି ତାଙ୍କୁ କୁହାଯାଏ। ଏପଷ୍ଟାଇନ୍ ଜଣେ ସାଧାରଣ ଶିକ୍ଷକ ଥିଲେ। ଧୀରେ ଧୀରେ ସାଧାରଣ ଝିଅଙ୍କ ପ୍ରତି ତାଙ୍କ ଦୁର୍ବଳତା ବଢ଼ି ବଢ଼ି ଚାଲିଲା ଏବଂ ସେ ଚିନ୍ତା କଲେ ସମସ୍ତେ ତ ଲେଡ଼ିଜ୍ ପାଇଁ ପାଗଳ। ଯଦି ମୁଁ ଏ ବେପାରଟାକୁ ହିଁ ଆଗକୁ ବଢ଼ାଏ ତେବେ ଅଳ୍ପ ଦିନରେ ମୁଁ କୋଟିପତି ହୋଇପାରିବି। ସେହି ଚିନ୍ତାଧାରାକୁ ଆଧାର କରି ବିଭିନ୍ନ ପ୍ରକାର ସେକ୍ସ ରାକେଟ୍ ଚଳାଇଲେ ଏବଂ ସେହି ସେକ୍ସ ରାକେଟ୍ରେ ବିଭିନ୍ନ ନେତା ମନ୍ତ୍ରୀଙ୍କର ସେକ୍ସ ଭିଡ଼ିଓ ସବୁ ନିଜ ମୋବାଇଲରେ ବା ନିଜ କ୍ୟାମେରାରେ କ୍ୟାପଚର କରିକି ରଖିଲେ ଏବଂ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ। ନେତା ମନ୍ତ୍ରୀମାନେ ବି ବ୍ଲାକମେଲିଂ ଭୟରେ ଏପଷ୍ଟାଇନ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରୁଥିଲେ ଏବଂ ଏପଷ୍ଟାଇନ୍ ଜଣେ ପ୍ରଭାବଶାଳୀ ବ୍ୟକ୍ତି ରୂପରେ ଆବିର୍ଭାବ ହୋଇଥିଲେ। ଶେଷରେ ତାଙ୍କ ପାଖରେ ଏତେ ପଇସା ହେଲା ଯେ ଗୋଟିଏ ଦ୍ୱୀପ କିଣି ପକାଇଲେ। ସେ ଦ୍ୱୀପଟିକୁ ମଧ୍ୟ ଏପଷ୍ଟାଇନ୍ ଦ୍ୱୀପରେ ସେ ନାମିତ ବି କରିଥିଲେ। ଯେମିତି କୁହନ୍ତି, ସବୁ ରାତି ଚୋର ପାଇଁ ଅନ୍ଧାର ନୁହେଁ, ଦିନେ ନା ଦିନେ ପୂର୍ଣ୍ଣିମା ହେବ। ସେହି ପ୍ରକାର ହିଁ ହେଲା। ଏପଷ୍ଟାଇନ୍ 2005 ମସିହାରୁ ତା କଳା କାରଖାନା ଚଳାଇ ଆସୁଥିଲା। ଶେଷରେ ଧରାପଡ଼ି ତାଙ୍କୁ ଜେଲ୍ କରାଗଲା। ଜେଲ୍ ଭିତରେ ହିଁ ତାଙ୍କ ମୃତ୍ୟୁ ରହସ୍ୟମୟ ଭାବରେ ହୋଇଥିଲା। ମୋତେ ଲାଗୁଛି ସେଇ ବଡ଼ ବଡ଼ିଆମାନେ ହିଁ ତାଙ୍କୁ ମାରିଦେଲେ। କାହିଁକି? ଧରା ପଡ଼ିଆ ଭୟରେ ନେତା ମନ୍ତ୍ରୀମାନେ ମିଳିମିଶି ହୁଏତ ତାଙ୍କୁ ମାରିଦେଇ ପାରନ୍ତି। ଏପର୍ଯ୍ୟନ୍ତ ତାହାର ସଠିକ୍ ପ୍ରମାଣ ମିଳିନାହିଁ। ଲୋକଟା ସିନା ମାରିଦେଲେ, କିନ୍ତୁ ଏପଷ୍ଟାଇନ୍ର ଫାଇଲ୍ ତ ପଡ଼ି ରହିଥିଲା ନା, ବା ଇମେଲ୍ ତ ପଡ଼ି ରହିଥିଲା ନା, ସେଇଟା ତ ମରିବାର ନାହିଁ ନା। କିନ୍ତୁ ଶେଷରେ ସେଇ ଫାଇଲ୍ ଦ୍ୱାରା ହିଁ ନେତା ମନ୍ତ୍ରୀମାନେ ଏକ୍ସପୋଜ୍ ହେବାକୁ ଲାଗିଲେ। ସେଇ ଦ୍ୱୀପରେ ଚାଲିଥିଲା ଦୁର୍ଦ୍ଧର୍ଷ ନିନ୍ଦନୀୟ ଅପରାଧ ସବୁ। ବିଭିନ୍ନ ଦେଶରୁ ଛୋଟ ଛୋଟ ପିଲାମାନେ ବା 5ରୁ 17 ବୟସ ପର୍ଯ୍ୟନ୍ତ ଝିଅ ପୁଅମାନଙ୍କୁ ସେଠାରେ କିଡ଼ନାପ୍ କରିକି ନିଆଯାଉଥିଲା ଏବଂ ଏପଷ୍ଟାଇନ୍ ସେଠି କ'ଣ କରୁଥିଲା? ବିଭିନ୍ନ ଦେଶର ନେତା ମନ୍ତ୍ରୀମାନଙ୍କୁ
ଡାକୁଥିଲା। କ'ଣ ପାଇଁ ଡାକୁଥିଲା ନା ସେ ପିଲାମାନଙ୍କ ରକ୍ତ ପିଇବା ପାଇଁ ଏବଂ ସେ ପିଲାମାନଙ୍କ ସହିତ ସମ୍ଭୋଗ କରିବା ପାଇଁ ଏବଂ ସେହି ପିଲାମାନଙ୍କ ସାଙ୍ଗରେ ଅକଥନୀୟ ନିର୍ଯାତନା କରିବା ପାଇଁ। କିନ୍ତୁ ନେତା ମନ୍ତ୍ରୀମାନେ ଟିକିଏ ହେଲେ ତାଙ୍କର ବିବେକ ବାଧା ଦେଲା ନାହିଁ ଯେ ସେମାନେ ବି ଚାଲି ଯାଇଥିଲେ ଏବଂ ସେଠାରେ ପିଲାମାନଙ୍କ ସହିତ ଅକଥନୀୟ ଅମାନବୀୟ ନିର୍ଯାତନା କରୁଥିଲେ ଏବଂ ତାଙ୍କୁ ଧର୍ଷଣ ବି କରୁଥିଲେ ଏବଂ ମାରି ଦେଇ ସାରିଲା ପରେ ଧର୍ଷଣ କରି ମାରି ଦେଇ ସାରିଲା ପରେ ତାଙ୍କୁ କାଟି କୁଟାକି ତାଙ୍କୁ ତରକାରୀ କରି ମଦ ସାଙ୍ଗରେ ଚାକଣା କରୁଥିଲେ ଏବଂ ବଞ୍ଚିବା ସମୟରେ ହିଁ ପିଲାମାନଙ୍କୁ ଡରଉଥିଲେ ଏବଂ ସେଠୁ ଏବଂ ତାଙ୍କର ରକ୍ତ ଇଞ୍ଜେକ୍ସନ୍ ମାଧ୍ୟମରେ ବାହାର କରିକି ଚାହା ଆକାରରେ ପିଉଥିଲେ। ସେମାନଙ୍କର ବା ନେତାମାନଙ୍କର ଗୋଟେ ବିଶ୍ୱାସ ଥିଲା ବା ଏପଷ୍ଟାଇନ୍ ସେମାନଙ୍କୁ କହୁଥିଲା, ତମେ ଯଦି ଏଇ ଛୋଟ ପିଲାମାନଙ୍କର ରକ୍ତ ପିଇବ ତେବେ ତମେ ବୁଢ଼ା ହେବ ନାହିଁ ଆଉ ଅଧିକ ଦିନ ବଞ୍ଚିଯିବ। ସମସ୍ତଙ୍କର ଇଚ୍ଛା ଥାଏ ନିଜକୁ ଅମର ହେବା ପାଇଁ, କିନ୍ତୁ ସେମାନଙ୍କ ବି ସେଇଭଳିଆ ଇଚ୍ଛା ଥିଲା ଆମେ ଅମର ହେବା ଏବଂ ସମସ୍ତ ସୁଖ ଆମେ ହିଁ ଉପଭୋଗ କରିବା। ଏଇଭଳିଆ ଚିନ୍ତାଧାରା ନେଇକି ସମସ୍ତେ ସେଇ ଦ୍ୱୀପକୁ ଯାଇଥିଲେ ଏବଂ ଉପଭୋଗ ବି କରିଥିଲେ। ଏମିତିକି ବଡ଼ ବଡ଼ ନେତା କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଅବିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏଲନ୍ ମାସ୍କ, ନରେନ୍ଦ୍ର ମୋଦି ଆଉ ବିଭିନ୍ନ ପ୍ରକାର କଳାକାରମାନେ, ଏମିତି ନାଁ କହିବାକୁ ଗଲେ ଗୋଟେ ଲମ୍ବା ଭିଡ଼ିଓ ହେଇଯିବ। ସେଥିପାଇଁ ମୁଁ କିଛି ଲୋକଙ୍କ ନାମ ହିଁ କହୁଛି। ଆପଣମାନେ ଦେଖିବାକୁ ଚାହୁଁଥିଲେ ସେଇ ଗୁଗୁଲରେ ଯାଇକି ସର୍ଚ୍ଚ କରନ୍ତୁ jml.worldରେ ଆପଣ ସବୁ ଦେଖିପାରିବେ। ଯେତେବେଳେ ଅନ୍ୟ ଦେଶର ନେତାମାନଙ୍କର ନାମ ଆସିଲା ସେଠାକାର ଜନତାମାନେ ଆନ୍ଦୋଳନ କଲେ ଏବଂ ତାଙ୍କୁ ରିଜାଇନ୍ ଦେବା ପାଇଁ ପଦରୁ ବା ଇସ୍ତଫା ଦେବା ପାଇଁ ପଦରୁ କୁହାଗଲା। ସେମାନେ ସାଙ୍ଗେ ସାଥ ଇସ୍ତଫା ବି ଦେଇଦେଲେ। କିନ୍ତୁ ଆମ ଦେଶର ମୋଦି ବାବୁ ଇସ୍ତଫା ଦେବା ନାହିଁ ଭୁଲି ଯାଇଛନ୍ତି। ମୋଦି ତ ନିଜକୁ ଜଣେ ସଚ୍ଚୋଟ ମଣିଷ ବୋଲିକା ପ୍ରମାଣ କରିବାରେ ଲାଗିଛନ୍ତି। ଆମ ମୋଦି ବାବୁକୁ ବଞ୍ଚାଇବାକୁ ମେନ୍ ଷ୍ଟ୍ରିମ୍ ମିଡ଼ିଆ ମଧ୍ୟ ଜୋରସୋରରେ ଲାଗି ପଡ଼ିଛି। ତା ବାଦ ବି ଜନସାଧାରଣମାନେ ଏବେ ଜୋରସୋରରେ ରାଲି କରିବା ଆରମ୍ଭ କରିଦେଲେ ବା ମୋଦିକୁ ବିରୋଧ କରିବା ଆରମ୍ଭ କରିଦେଲେ। ମୋଦି ବାବୁ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲିକା, ଯଦି ନିଜେ ବିବେକ ବାଧା ସୃଷ୍ଟି କରୁଛି ତ। କିନ୍ତୁ ମୋଦି ବାବୁ ଶୁଣିବାକୁ ନାରାଜ। ଏମିତିକି ସଂସଦରେ ମଧ୍ୟ ବିରୋଧୀ ଦଳମାନେ ମୋଦିଙ୍କ ବିରୋଧରେ ଏବେ ଜୋରସୋରରେ ହାଙ୍ଗାମା କରୁଛନ୍ତି, ଏପଷ୍ଟାଇନ୍ ଫାଇଲ୍ ଏପଷ୍ଟାଇନ୍ ଫାଇଲ୍ ଏପଷ୍ଟାଇନ୍ ଫାଇଲ୍ କହିକି। କିନ୍ତୁ ମୋଦି ଏବଂ ମୋଦିଙ୍କ ସରକାର ଶୁଣିବାକୁ ନାରାଜ। କାହିଁକି? ମୋଦିଙ୍କ ସରକାର ଜାଣିଛନ୍ତି ବା ବିଜେପି ସରକାର ଜାଣିଛନ୍ତି ଆମକୁ ହଜାରେ ବିରୋଧ କରନ୍ତୁ ଆମର କିଛି ଫରକ ପଡ଼ିବ ନାହିଁ। କାହିଁକି ନା ଆମକୁ ଜନସାଧାରଣ ମାନେ ଭୋଟ ଦେଇକି ଜିତେଇ ନାହାନ୍ତି, ଆମେ ତ ଇଭିଏମ୍ ହିଁ ଆମକୁ ଜିତେଇଛି। ଯେ ପର୍ଯ୍ୟନ୍ତ ଇଲେକ୍ସନ୍ କମିଶନ୍ ଆଉ ଇଭିଏମ୍ ଆମ ହାତରେ ଅଛି ସେ ପର୍ଯ୍ୟନ୍ତ ଆମର ବାଳ ବି ବାଙ୍କା କରିପାରିବେ ନାହିଁ ବୋଲି ମନେ ମନେ ଭାବୁଥିବେ ନିହାତି। ଆଉ ଏଇଟା ତ ସାଧାରଣ ବିରୋଧୀ ଦଳଙ୍କ ଭୁକିବା। କ'ଣ କରିବେ ସେମାନେ? ଆମର କ'ଣ କିଛି କରିପାରିବେ? କିଛି କରିପାରିବେ ନାହିଁ। ସେମାନେ ଜାଣିଛନ୍ତି। ସେଥିପାଇଁ ବିରୋଧୀମାନଙ୍କୁ ସେମାନେ ଖାତିର କରୁନାହାନ୍ତି। ବିରୋଧୀ ଯେତେ ପାର୍ଟି କରନ୍ତୁ ପାର୍ଟି କରି 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 ତାଙ୍କ ପାର୍ଟି ବଥା କଲେ ଚୁପ୍ ହେଇଯିବେ। ଏମିତି ତ ସବୁ କ୍ଷେତ୍ରରେ ହେଇଛି। ଆଉ ବିରୋଧୀ ଦଳମାନେ ତ କେବଳ ପାର୍ଟି କରିବା ଜାଣନ୍ତି, କେବେ ରାଲି କରିବେ ନାହିଁ, କେବେ କୌଣସି ବନ୍ଦ ବାନ୍ଦ କରିବାର ନାହିଁ, କି ସେମିତି କୌଣସି ବଡ଼ ରକ କିଛି କରିପାରନ୍ତି ନାହିଁ। ଖାଲି ଭୁକିବା ଜାଣନ୍ତି ଆଉ ପାର୍ଟି ବଥା କଲେ ବନ୍ଦ ହେଇଯାଏ। ମୋଦି ସରକାର ଠିକ୍ ଜାଣେ, ସେଥିପାଇଁ ସେ ବିରୋଧୀମାନଙ୍କୁ ମୋଟେ ହିଁ ଖାତିର କରୁନି। ଯଦି ଅନ୍ୟ ଦେଶ ହେଇଥାନ୍ତା ତେବେ ଲୋକ ବିଜେପିକୁ ଗୁଡ଼େଇ ପିଟିଥାନ୍ତେ ଆଉ ସରକାର 2-3 ଦିନରେ ହିଁ ଭାଙ୍ଗି ଯାଇଥାନ୍ତା। କିନ୍ତୁ ଆମ ଦେଶରେ ଯେହେତୁ ବିରୋଧୀ ଦଳ ଅତି ଦୁର୍ବଳ, କ'ଣ ବା ସେମାନେ କରିପାରିବେ? ଦୁର୍ବଳ କ'ଣ? ଭିତରିଆ ସବୁ ଡିଲ୍ରେ ଚାଲିଛି। ବିନା ଡିଲ୍ରେ କିଛି କରିପାରିବ ନାହିଁ ଜଣେ, ସେ ଜାଣନ୍ତି। ଯଦି ବିଜେପି ବିରୋଧୀ ଦଳମାନଙ୍କ ସାଙ୍ଗରେ ଡିଲ୍ କରିନଥାନ୍ତା ତେବେ ମନ ଇଚ୍ଛା ଆଇନ ଆଣିବା, ମନ ଇଚ୍ଛା କାମ କରିବା ଏବଂ ସମସ୍ତ ମିଡ଼ିଆ ପାଖରୁ ଆରମ୍ଭ କତିରୁ ସମସ୍ତ ଅଫିସରମାନଙ୍କୁ ସେ ହାତ କରିପାରିନଥାନ୍ତା।
ଏଥିରେ ବିରୋଧୀମାନଙ୍କର 100% ହାତ ଅଛି। ସେଥିପାଇଁ ତ ସେମାନେ କେବଳ ଲୋକ ଦେଖାଣିଆ ହିଁ ବିଜେପିକୁ ବିରୋଧ କରୁଛନ୍ତି, କିନ୍ତୁ ଭିତରେ ସବୁ ଦିଆ ନିଆ ଭଲ ଭାବରେ ଚାଲିଛି। ତମେ 75 ଯଦି ଆମକୁ କମ୍ ସେ କମ୍ 25 ଦିଅ। ଏଇଥିପାଇଁ ତ ସରକାର ଏବେ ଷ୍ଟ୍ରଙ୍ଗ ହେଇକି ଠିଆ ହେଇଛି। କେବଳ ଦୁଃଖ ଭୋଗୁଛନ୍ତି ଜନସାଧାରଣ। ଯଦି ଜନସାଧାରଣ ମାନେ ଚେତି ନ ଯାଆନ୍ତି ଆଗ ଦିନମାନଙ୍କରେ ଜନସାଧାରଣଙ୍କର ପିଲାମାନେ ମଧ୍ୟ ଗୋଟେ କି ବଞ୍ଚିପାରିବେ ନାହିଁ। ସବୁ ଏପଷ୍ଟାଇନ୍ ଫାଇଲ୍ରେ ସାମିଲ ହେଇକି ବଂଶ ନିପାତ ହେବ। ସେମିତି ତ ଚକ୍ରାନ୍ତ ଗୋଟେ ହେଇଛି, ଏପଷ୍ଟାଇନ୍ ଫାଇଲ୍ରେ ଧରା ପଡ଼ିଛି। କ'ଣ? ଆମେରିକାର ବିଲ୍ ଗେଟ୍ସ, ମାଇକ୍ରୋସଫ୍ଟର ସିଓଇ, ମାଇକ୍ରୋସଫ୍ଟର ମୁଖିଆ ବିଲ୍ ଗେଟ୍ସ ସମସ୍ତ ଦେଶର ନେତାମାନଙ୍କୁ ଡାକିକି ଏପଷ୍ଟାଇନ୍ ଦ୍ୱୀପରେ ଆଲୋଚନା କଲେ ଏବଂ ଫାଇନାଲ୍ କଲେ ଏବଂ ରଣନୀତି ତିଆରି କଲେ। କ'ଣ? କରୋନା କେମିତି ଦେଶରେ ଆଣିବେ ଏବଂ ଲୋକମାନଙ୍କୁ କେମିତି ମାରିବେ। କାହିଁକି ମାରିବେ? ନା ଜନସଂଖ୍ୟା ବହୁଳ ମାତ୍ରାରେ ବଢ଼ିବା କାରଣରୁ ବିଭିନ୍ନ ସୋର୍ସ ଯେମିତି ଖାଦ୍ୟ ସାମଗ୍ରୀର ଅଭାବ ହେଉଛି, ଯାହାଫଳରେ ବେକାରିଆ ଲୋକଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ କେମିତି ମରା ହେବ ସେହି ପ୍ଲାନ୍ କରାଯାଇଥିଲା। ତା ଏପଷ୍ଟାଇନ୍ ଫାଇଲ୍ରେ ବି ଦର୍ଶାଯାଇଛି। ସେଥିପାଇଁ ମିଛିକା ଦେଶକୁ କରୋନା ମହାମାରୀ ବୋଲି ମେନ୍ ଷ୍ଟ୍ରିମ୍ ମିଡ଼ିଆ ବାରମ୍ବାର ରିଲେ କରୁଥିଲା ବା ଟିଭିରେ ଦେଖାଉଥିଲା। ହେଇ ଦେଖ ଏତିକି ମଲେ, ହେଇ ଦେଖ ଏମିତି ମଲେ, ହେଇ ଦେଖ ସେମିତି ମଲେ। ଆଉ ସାଧାରଣ ଲୋକଙ୍କୁ ଘରକୁ ଆସିବା ପାଇଁ ସୁଦ୍ଧା ଦିଆଗଲା ନାହିଁ। ସେମାନେ ରାସ୍ତାରେ ହିଁ ମରିଗଲେ। ଏଇଭଳିଆ ଘାତକ ଷଡ଼ଯନ୍ତ୍ର ରଚା ଯାଇଥିଲା। ଆଉ ଆମ ଦେହରେ ଯେଉଁ ଭ୍ୟାକ୍ସିନ୍ ଦିଆହେଇଛି ସେସବୁ ଭ୍ୟାକ୍ସିନ୍ ନୁହଁ, ବିଷ। କାହିଁକି? ସେସବୁ ଏପଷ୍ଟାଇନ୍ ଫାଇଲ୍ରେ ଦର୍ଶାଯାଇଛି ସେସବୁ ବିଷ। ସେ ଭ୍ୟାକ୍ସିନ୍ ଯିଏ ନାଇଛି ସିଏ ତା ଦେହରେ ରକ୍ତ ଜମାଟ ବାନ୍ଧୁଛି, ପାରାଲିସ୍ ହେଉଛି, ହାର୍ଟ ଆଟାକ୍ରେ ମରିଯାଉଛି, ବ୍ରେନ୍ ହାମାରେଜ୍ ହେଉଛୁ। ଏମିତି ବିଭିନ୍ନ ପ୍ରକାର ସାଇଡ୍ ଇଫେକ୍ଟ ଏବେ ଦେଖିବାକୁ ମିଳିଲାଣି। ଆଉ ଯୁବକମାନେ ସେମାନେ ପୁତ୍ର ପୁତ୍ରୀ ଜନ୍ମ କରିପାରିବେ ନାହିଁ। ଏମିତିକି ଯେଉଁମାନେ 60 ବର୍ଷ ବଞ୍ଚିବା କଥା ସେମାନେ 30-40 ଭିତରେ ମୃତ୍ୟୁବରଣ କରିବେ ବୋଲିକା କୁହାଯାଉଛି। ତେବେ ଏହା କେତେ ଘାତକ ଷଡ଼ଯନ୍ତ୍ର ଆପଣମାନେ ଜାଣିପାରୁଥିବେ। ଜଣେ ଭାଇ କହୁଥାନ୍ତି କରୋନା ଭ୍ୟାକ୍ସିନ୍ ଯିଏ ବି ଲାଗିଛି ତାକୁ କାଟିବା ପାଇଁ ବା ତାର ବିଷାକ୍ତ ଅଂଶକୁ କାଟିବା ପାଇଁ ନିମପତ୍ର ଡେଲି 7-8ଟା ଖାଆନ୍ତୁ, ଯାହାଫଳରେ କି ରକ୍ତରେ ଥିବା ବିଷାକ୍ତ ଭ୍ୟାକ୍ସିନ୍ର ଗୁଣ କଟିଯିବ। ସତ୍ୟ ହେଉ ବା ମିଛ ମୁଁ ଜାଣେ ନାହିଁ, କିନ୍ତୁ ଜୀବନ ବଞ୍ଚିବାକୁ ହେଲେ ଯାହା ମିଳୁଛି ତଥ୍ୟ ତାହାକୁ ହିଁ ପ୍ରୟୋଗ କରିବା ଉଚିତ। कोरोना वैक्सीन नहीं प्राय लोकंकु एबे हार्ट अटैक, रक्त जमाट बांधिबा, ब्रेन स्ट्रोक भलिया बड़ बड़ रोग एवं साइड इफेक्ट देखा देउची। एथिरु बंचिबा पई प्रतिदिन सकाळे खाली पेटरे 8 ରୁ 10 टी निमपत्र को चोबेई खांतु। ता रस ब्लड रे मिसिबा फल रे वैक्सीन रो केमिकल को नष्ट करिथाय। एहा छडा अधिक परिश्रम वाला एक्सरसाइज न करी हल्का परिश्रम वाला एक्सरसाइज करंतु, जोथिरे हार्ट उपरे अधिक प्रेशर पड़िबो नाही। नचेत आमर वंश कौन आमे सुधा निपात हो। आज भिडियो एतिकी, धन्यवाद।